जय जगन्नाथ मु दिवाकर दास आपण मान प्रणाम करुच्ची। मालिका सत है असह्य गरम नाही नथिबा ताती दिन ठारू रातिर ताती जमती बेसी बढ़े देइछि। मनुष्य टिके रातिर आश्वस्ति हुए किंतु एभଳି भाବରେ ରାତିରେ ମଣିଷ ଶୋଇ ହିଁ ପାରୁନି। ଯେମିତି ଘରୁ ବାହାରିଲା ବେଳକୁ 10ଟା ପରେ ମଣିଷ ରୋଡ ଉପରେ ହିଁ ଜଳିଯିବ, ଏଇଭଳି ଗରମ ହେଉଛି। ମହାପୁରୁଷ ଯଶୋବନ୍ତ ଦାସ ଲେଖିଥିଲେ କେଉଁ 600 ବର୍ଷ ତଳେ ତାଳପତ୍ର ପୁଟିରେ କେଉଁ ଆବାହନ କାଳର ମାଳିକା ସତ୍ୟତାକୁ ପ୍ରମାଣ କରି ଆସିଛି। ଆପଣ ମାନେ ସମସ୍ତେ ଅନୁଭବ କରି ସାରିଲେଣି। ମାଳିକା ପ୍ରତ୍ୟେକଟି ପଦ ହିଁ ସତ୍ୟ। ମହାପୁରୁଷ ଯଶୋବନ୍ତ ଦାସ କଣ ଲେଖିଥିଲେ କହିଲେ ଏମିତି ସମୟ ଆସିବ ଯୋଉ ସମୟ ଭିତରେ କହିଲେ ଦିବସେ ଉଦିତ ହୋଇବ ତାରା ପ୍ରଚଣ୍ଡ ହୋଇବ ରବିର ଖରା। ଆଜି ସେଇ ମାଳିକା ସତ ହେଇଛି ଭକ୍ତ ବନ୍ଧୁ। ଦିବସେ ଉଦିତ ତାରା ତ ଆମେ ମାନେ ଅନୁଭବ କଲେ କିଛି ଦିନ ପୂର୍ବରୁ ଯେମିତି ସନ୍ଧ୍ୟା ହୋଇଗଲା ଆଉ ଆକାଶରେ କଳା ବାଦଲ ଢାଙ୍କି ଦେଲା ଆଉ ତାରା ମଧ୍ୟ ଦିବସେ ହେଲା। ଆପଣ ମାନେ ସେ କଥାକୁ ଅନୁଭବ କରି ସାରିଲା ପରେ ଏବେ ପ୍ରଚଣ୍ଡ ରୌଦ୍ର ତାପ ମଣିଷକୁ ବହୁଳି ଭାବରେ ବ୍ୟତିବ୍ରସ୍ତ କରିଦେଇଛି। ମାଳିକାର ସତ୍ୟତାକୁ ଆପଣ ମାନେ ଅନୁଭବ କରି ସାରିଲେଣି। ପ୍ରଚଣ୍ଡ ହୋଇବ ରବିର ଖରା। ବିହାରରେ ଅନେକ ଲୋକ ଅଚେତ ହୋଇଗଲେ ବସ୍ ଭିତରେ ଏବେ ଯୋଉ ଖରା ହଉଛି। କଟକ ଭୁବନେଶ୍ୱର ନାହିଁ ନଥିବା ଗୁଳୁଗୁଳି ଆପଣ ମାନେ ସମସ୍ତେ ଅନୁଭବ କରୁଛନ୍ତି। ଯେମିତି ଘର ଭିତରେ ରହି ମଧ୍ୟ ଏତେ କଷ୍ଟ ହଉଛି, ଲୋକମାନେ ନାହିଁ ନଥିବା ତ୍ରାହି ତ୍ରାହି ଡାକିଲେଣି କଷ୍ଟ ସହି ସହି। ଗାଁରେ ମଧ୍ୟ ସେଇଭଳି ଭାବରେ ତାତି ବଢି ବଢି ଚାଲିଛି। ତା କାରଣ ମଧ୍ୟ ଆମେ ନିଜେ, କାହିଁକି ନା ବୈଜ୍ଞାନିକ ମାନେ ଏବେ କହିଲେଣି 60 ବର୍ଷରେ ଯେତିକି ସୂର୍ଯ୍ୟ ତଳକୁ ଖସନ୍ତି ତ ସେତିକି ପରିମାଣରେ ରୌଦ୍ର ତାପ ଆଗକୁ ଆହୁରି ମଧ୍ୟ ବଢିବ। ତ ଅର୍ଥାତ୍ ପ୍ରତି ବର୍ଷ ସୂର୍ଯ୍ୟ ସେତିକି ତଳକୁ ଖସୁଛନ୍ତି। ଆଉ ଆପଣଙ୍କର ହିମାଳୟରେ ମଧ୍ୟ ତରଳୁଛି ବରଫ। ଏତେ ପରିମାଣରେ ଆପଣ ମାନଙ୍କର କଣ ରୌଦ୍ର ତାପ ବଢି ବଢି ଚାଲିଛି। ମହାପୁରୁଷ ମଧ୍ୟ ଲେଖିଥିଲେ ଦିନୁ ଦିନୁ ହେବ ଖରାର ତାତି ଅଜା ଥାଉ ଥାଉ ମରିବ ନା। ଦିନୁ ଦିନୁ ବଢିବ ଖରାର ତାତି। ତ ଖରାର ତାତି ଏଭଳି ଭାବରେ ବଢୁଛି, ଅସହ୍ୟ ହୋଇଗଲାଣି ଯନ୍ତ୍ରଣା। ଆଉ ଲୋକମାନେ ତ୍ରାହି ତ୍ରାହି ହେଲେଣି। ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା, ପ୍ରଭୁ ଆଶ୍ୱସ୍ତି ପାଇଁ ନିଶ୍ଚିନ୍ତ ବର୍ଷାର ଆବଶ୍ୟକତା ଅଛି। ତ ଭକ୍ତବନ୍ଧୁ କାହିଁକି ଏକଥା କହୁଛି, ଇଏ ଆମର ମନୁଷ୍ୟକୃତ ଗରମ ନୁହେଁ କି? କାହିଁକି ନା ଆମେ ବୃକ୍ଷ କାଟି ଚାଲିଛି। ନିଜର ସଉକ ଆରାମ ପାଇଁ ଯେତିକି ପରିମାଣରେ ବୃକ୍ଷର ଆବଶ୍ୟକ ଅଛି ସେତିକି ନିଜର ସଉକ ଆରାମ ପାଇଁ ଆମେ ବୃକ୍ଷ ମାନେ ନଷ୍ଟ କରି ଚାଲିଛୁ। ତ ସେଥିପାଇଁ ଆମେ ମାନେ ଅସହ୍ୟ ଗରମ ଆଉ ଯନ୍ତ୍ରଣାକୁ ଭୋଗ କରୁଛୁ। କଳକାରଖାନାର ଯେଉଁଭଳି ଭାବରେ ଅଙ୍ଗାରକାମ୍ଳ ଗ୍ୟାସ ଆହୁରି ଉତ୍ତପ୍ତ କରୁଛି। ଘରେ ଘରେ ଏବେ ଏସି, ଏବେ ତ ଏସି ବାଲା ପଇସା ଦେଲେଣି, ମାନେ ଝାଳ ବୋହିଲାଣି ତାଙ୍କ ଦେହରୁ। ଆଉ ନନ୍ ଏସି ବାଲା ମଧ୍ୟ ତାଙ୍କ ଦେହରୁ ଝାଳ ବୋହୁଛି। ଆପଣ କହିବେ ନନ୍ ଏସି ବାଲା ସେମାନେ ତ ଗରମରେ ରହୁଛନ୍ତି, ଝାଳ ବୋହିବା ସ୍ୱାଭାବିକ। କିନ୍ତୁ ଏସି ବାଲାଙ୍କର ଝାଳ ସେତେବେଳେ ବୋହୁଛି ଯେତେବେଳେ ଇଲେକ୍ଟ୍ରିକ ବିଲ୍ ମାସକୁ ଆସୁଛି। କାହିଁକି ନା ଏବେ ସମସ୍ତେ ଏସି ହିଁ ଖୋଜିଲେଣି। ଆଉ ଏସିର ଯୋଉଭଳି ଭାବରେ ଗରମ ଗ୍ୟାସ ପଦାକୁ ବାହାରୁଛି ତାହା ମଧ୍ୟ ତାପମାତ୍ରାକୁ ବହୁ ଗୁଣ ଗରମ କରିଦଉଛି। ତ ସେଥିପାଇଁ ଆପଣ ମାନେ ଜାଣିଛନ୍ତି ଏଭଳି ଭାବରେ ଅବସ୍ଥାରେ 10ଟା ପରେ ମଧ୍ୟ ଲୋକ ପଦାକୁ ବାହାରି ପାରୁନାହାନ୍ତି। ଅନେକ ଲୋକ ଅଚେତ ହେଇଯାଉଛନ୍ତି। ନିକଟରେ ମଧ୍ୟ ମାଳିକା ସତ ହେଲା, ଲୋକମାନେ ବାଟରେ ପଡିକି ମରୁଛନ୍ତି ଖରାର ତାତି ଯୋଗୁଁ। ସଫେଇ କର୍ମଚାରୀର ମୃତ୍ୟୁ ପ୍ରମାଣ କରିଦେଇଛି ମାଳିକାର ସତ୍ୟତାକୁ। କାହିଁକି ନା ଆପଣ ଦିବସ ଉଦିତ ହୋଇବ ତାରା ପ୍ରଚଣ୍ଡ ହୋଇବ ରବିର ଖରା। ଆପଣଙ୍କୁ ନିବେଦନ କରିବୁ ଏ ଭିଡିଓକୁ ସେୟାର କରନ୍ତୁ। କାହିଁକି ନା ପ୍ରତ୍ୟେକ ମନୁଷ୍ୟ ଗୋଟିଏ ଗୋଟିଏ ବୃକ୍ଷ ନିହାତି ଭାବରେ ଲଗାନ୍ତୁ। କାହିଁକି ନା ଆଗକୁ ଆମର ଯୋଉ ପିଢି ରହିଛନ୍ତି ସେମାନେ ଅସହ୍ୟ କଷ୍ଟ ଭୋଗିବେ ଆଉ ଅନେକ ମୃତ୍ୟୁ ମୁଖରେ ପଡିବେ। ପ୍ରତିବର୍ଷ ରୌଦ୍ର ତାପ ବଢି ବଢି ଯେମିତି ଚାଲିଛି, ଆଗରୁ ଏମିତି ହଉନଥିଲା। ଲୋକେ ଆଶ୍ୱସ୍ତି ପାଉଥିଲେ, ବର୍ଷା ହଉଥିଲା, ମୌସୁମୀ ଆସୁଥିଲା। ଯୋଉଭଳି ଭାବରେ ଲୋକମାନେ କଷ୍ଟ ଏତେ ପାଉନଥିଲେ। କିନ୍ତୁ ଏବେ ଯାହାକୁ ପଚାରେ ଗୋଟିଏ କଥା, ମାଳିକା ସତ ହେଲା ଆଉ ସମୟ ଭଲ ନାହିଁ। ନିକଟ ଅଂଶୁଘାତକୁ ମଧ୍ୟ ଏ ଜାତି ଭୋଗିଛି। ଆମେ ଓଡ଼ିଶାବାସୀ ମଧ୍ୟ ଭୋଗିଛୁ। ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି। ତେଣୁ ନିଶ୍ଚିନ୍ତ ଭାବରେ ଆମେ ବୃକ୍ଷ ଲଗେଇବା, ପରିବେଶର କିଭଳି ଭାବରେ ସୁରକ୍ଷା କରିବା ଆମେ ନିଶ୍ଚିନ୍ତ ଭାବରେ ତାକୁ ଚେଷ୍ଟା କରିବା। ହଁ, ଆପଣମାନଙ୍କୁ ନିବେଦନ ରହିଲା, ଏବେ ଯୋଉ ଗରମ ଆଉ ଚାରିଆଡେ ପାଣି ଶୁଖି ଯାଇଛି, ନଦୀ ନାଳର ପାଣି ଶୁଖିଲା ପଡିଛି। ତ ସେଥିପାଇଁ ଆପଣ ନିଶ୍ଚିନ୍ତ ପଶୁପକ୍ଷୀ ମାନେ ଯନ୍ତ୍ରଣା ଭୋଗ କରୁଛନ୍ତି। କିଛି ଜଳ ଆପଣ ପଶୁପକ୍ଷୀ ମାନଙ୍କ ପାଇଁ ମଧ୍ୟ ରଖନ୍ତୁ। ଛାତ ଉପରେ କିଛି ଜଳ ରଖନ୍ତୁ, ଯାହା ପଶୁପକ୍ଷୀ ମାନେ ପିଇଲେ ଆପଣଙ୍କ ନିଶ୍ଚିନ୍ତ ଗ୍ରହ ଶାନ୍ତି ହେବା ସହିତ ଇଏ ଗୋଟେ ମାନବିକତା ମଧ୍ୟ ହବ। ଭିଡିଓକୁ ବହୁମାତ୍ରା ସେୟାର କରନ୍ତୁ। ଆଉ ଚ୍ୟାନେଲରେ ଯଦି ନୂଆ ଚ୍ୟାନେଲକୁ ସତ୍ୟ ମାନେ ସବସ୍କ୍ରାଇବ କରନ୍ତୁ। ଆଉ ଆପଣମାନଙ୍କର ସବୁ ସତ ମାଳିକା ହେଉଛି ଆପଣମାନେ ନିଜେ ମଧ୍ୟ ଅନୁଭବ କରୁଛନ୍ତି। ତେଣୁ ପର୍ବତ ଶିଖରେ ଫୁଟିବ କହି ଅଚ୍ୟୁତ ବଚନ ଟଳିବ ନାହିଁ। ଦିବସେ ଉଦିତ ହୋଇବ ତାରା ପ୍ରଚଣ୍ଡ ହୋଇବ ରବିର ଖରା। ଆଜିର ଏହି ରୌଦ୍ର ତାପ ପ୍ରମାଣ କରିଦେଉଛି ମାଳିକାର ସତ୍ୟତା। କେବେ ବି ମାଳିକା ମିଛ ନୁହଁ, ସତ ହେଲା ମାଳିକା। ଇଏ ଖରା ହିଁ ପ୍ରମାଣ କରିଦେଉଛି ପ୍ରକୃତରେ ସେବେ ଲେଖା ହେଇଥିଲା, ଏବେ ତା ଫଳିଲା। ଜୟ ଜଗନ୍ନାଥ, ଜୟ ପଞ୍ଚେଶ୍ୱର। जय जगन्नाथ। धन अर्जने धर्म करी धर्मे प्राप्त नरहरि। जदि आपण मानक धन कौनसी गरीब असहाय रोगी मानक सेवारे लागि परिला, जानतु आपणकर रोजगार सार्थक होईगला, आपणक धनर मध्य बहुत महत्व रहिला। तो आज आपण माने जदि चाहूचंती आपणकर सेई धन
महत कार्य लागू जेमिति कि आमे गोटे आम्बुलांस करिचु जो आम्बुलांस प्रतिदिन किसी असहाय रोगी मानक मेडिकल रे पहुँचाए किसी गरीब अनाथ शिशु मानक मध्य आमे वस्त्र दान करू किसी रोगी मानक पाखरे पहुँचू जो माने बहुत रोगरे पीड़ित से पाखरे आमे किसी अर्थ आ गरीब लोक मानकू सहायता प्रदान करू। ये किछि दिन पूर्व आपण माने सहयोग कले आमे मध्य किछि कंबल असहाय मानक पाखरे जाई पहुँची बांटी थिलु। आपण को कृतज्ञता ज्ञापन करने सहित जदि आपण चाहूचंती आपण को धन आम द्वारा कौन सी महत्व कार्य लागू तो स्क्रीन रे चली नंबर रे निश्चिंत आपण कॉल करंतु। आउ आपण को विवाह वार्षिक रे आपण को पिला मानक जन्म रे श्राद्ध रे जदि आपण दान करने को चाहूचंती आपण को पुओ नाम रे झियो नाम रे स्त्री नाम रे निश्चिंत भाव में आपण दान करें। स्क्रीन रे चली नंबर रे आपण कॉल करंतु आमे दबु आपण को फोन पे नंबर जो फोन पे नंबर रे आपणकर दान पहुँची पार निश्चिंत भाव में आपणकर दान क्यों कार्य लगुच तार मध्य वीडियो करी भाव दिवाकर चैनल आम निश्चिंत भाव में पकेबू आपड़ देखिए निश्चिंत खुशी हे। तो आपण पुओ झील विवाह वार्षिक जन्मदिन में जदि आप चाहूँगी आपणकर दान महत्व कार्य लागू तो से शुभ दिन मानक आप कॉल करी आमको फोन पे नंबर मागी पारे आम्भे मैंने आपको फोन पे नंबर दबू जो नंबर रे आप सहयोग राशि पठाई पारे निश्चिंत भाव में आपणकर धनर सार्थकता है।